ସ୍ତ୍ରୀର ଅଧିକାର ପାଇଁ ଧାରଣାରେ ବସିଲେ ମହିଳା। ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଧରି ପ୍ରେମିକ ଘର ସାମ୍ନାରେ ଧାରଣା ଦେଲେ ମହିଳା। ଗଞ୍ଜାମ ଜିଲ୍ଲା ପୋଲସର ଥାନା ଅଧୀନସ୍ଥ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ସ୍ତ୍ରୀର ମର୍ଯ୍ୟାଦା ପାଇଁ ଅଡ଼ି ବସିଛନ୍ତି ଲକ୍ଷ୍ମଣପଲ୍ଲୀ ଗ୍ରାମର ମହିଳା ଭାରତୀ ସାହୁ। ଆଉ ଭାରତୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଗଞ୍ଜାମର ଚର୍ଚ୍ଚିତ ସମାଜସେବୀ ପ୍ରମିଳା ତ୍ରିପାଠୀ। କରମଚାନ୍ଦ ସାହୁ ମୋ ସ୍ୱାମୀ ମୋତେ ବିବାହ କରିବେ ବୋଲି ଦୀର୍ଘ 13 ବର୍ଷ ହେଲା ମୋ ସହିତ ସମ୍ପର୍କ ରଖିଲେ। ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି ପୁରା। ବାହାଘର ହେଇସାରିଛି। ଆମ ମନ୍ଦିରରେ ମଙ୍ଗଳସୂତ୍ର ଆଉ ସିନ୍ଦୁର ମୋତେ ଦେଇଥିଲେ। ମୋ ସହିତ ଶାରୀରିକ ସମ୍ପର୍କ ରଖି ସାରିଲା ପରେ 2ଟା ଛୁଆକୁ ଆବର୍ଷଣ କରେଇଛନ୍ତି ମୋର। ପରେ ଚଣ୍ଡୀରାମପୁର ଉଗ୍ରେଶ୍ୱର ମନ୍ଦିରରେ ତାଙ୍କୁ ମଙ୍ଗଳସୂତ୍ର ଆଉ ସିନ୍ଦୁର ମୋତେ ଦେଇଥିଲେ। ସେଇଟା ପୁଣି ମାମୁଁ ଆଉ ସାଇ ଭାଇଙ୍କ ଉପସ୍ଥିତିରେ ମୋତେ ସେ ସିନ୍ଦୁର ମଙ୍ଗଳସୂତ୍ର ଦେଇଥିଲେ। ମୋଠୁ ଘର ତିଆରି କରିବା ପାଇଁ ମୋଠୁ 6 ଲକ୍ଷ ଟଙ୍କା ନେଇଛନ୍ତି। ତାଙ୍କ ପାଠ ପଢ଼ିବା ପାଇଁ ମଧ୍ୟ ମୁଁ ପଇସା ବହୁତ ଗୁଡ଼ାଏ ଦେଇଥିଲି। ଭଉଣୀର ବାହାଘର ହେଇସାରିଲା ପରେ ଘରକୁ ଆଣିବେ ବୋଲି ମୋତେ ପ୍ରତିଶ୍ରୁତି ଦେଇଥିଲେ। ପରେ ମୋତେ 50 ଲକ୍ଷ ଟଙ୍କା ଆଉ ରୋଡ୍ ସାଇଡ୍ରେ 10 ହାତ ଜାଗା ଦେଲେ ତୁ ଆମ ଘରକୁ ଆସିବେ ବୋଲି କହିଲେ। ମୋତେ ଖାଲି ଶୁଣିବାକୁ ପାଇଛି କଳମ୍ବର ଗୋଟେ ଝିଅକୁ ନେଇକି ପଳେଇ ଯାଇଛନ୍ତି। ମୁଁ ପ୍ରଥମ ସ୍ତ୍ରୀ ତାଙ୍କର। ମୁଁ ମୋ ଅଧିକାର ଚାହୁଁଛି ଆଜ୍ଞା। ଆପଣ ଟିକେ ମୋତେ ସାହାଯ୍ୟ କରନ୍ତୁ, ଏସବୁ ନ୍ୟାୟ ଦିଅନ୍ତୁ ମୋତେ। ଆପଣ ଭାଇମାନେ, ମିଡ଼ିଆ ଭାଇମାନେ, ଆପଣ ମୋତେ ନ୍ୟାୟ ଦିଅନ୍ତୁ, ସମସ୍ତଙ୍କୁ ଅନୁରୋଧ କରୁଛି। ଭାରତୀ ସାହୁ ମୋତେ ଗୋଟେ ଲିଖିତ ଆକାରରେ ଦେଲା, ଦେଇକିରି ମାନେ କହିଲା ଯେ ତା ସ୍ୱାମୀ କରମଚାନ୍ଦ ମାନେ ତାଙ୍କର ଘର ଏଇଠି ପାଖରେ ଆସି ସିଏ ବସିଛି। ଝିଅ କାହିଁକି ବସିଛି ଗୋଟେ ଲଜ୍ଜାର କଥା। ଆଜିକି ମାନେ 13 ବର୍ଷ କାଳ ତା ସହିତ ଶାରୀରିକ ସମ୍ପର୍କ ରଖିଲା। କ'ଣ ଏଇଟା ଖେଳଣା କଣ୍ଢେଇକି ମାନେ ଗୋଟେ ଖେଳ ଖେଳିକିରି 13 ବର୍ଷ କାଳ ରଖିଲା। 13 ବର୍ଷ କାଳ ରଖିଲା ପରେ ଏବେ ବର୍ତ୍ତମାନ ତାକୁ 2ଟା ଛୁଆ ମଧ୍ୟ ନଷ୍ଟ କଲା। ତାଠୁ 5-6 ଲକ୍ଷ ଟଙ୍କା କ'ଣ ନେଲା, ନେଇକିରି ତାକୁ ମାନେ ବାହାଘର ହେବ ବୋଲି ପ୍ରତିଶ୍ରୁତି ଦେଲା। ପ୍ରତିଶ୍ରୁତି ଦେଇକିରି ମାର୍ଗଶିର ମାସ ଗୁରୁବାର ପରେ ତାର ବାହାଘର ହେବ ବୋଲି ତା ମା, ତାର ଭାଇ ସମସ୍ତେ କହିଛନ୍ତି। ହେଲେ ବି ସୁଦ୍ଧା ସେମାନେ କାହିଁ ବାହାଘର କରିନାହାନ୍ତି। ଗୋଟେ ଟୋକିକି ଧରିକିରି କ'ଣ ସେ ଯାଇଛି ବୋଲି ଝିଅ ମୋତେ କହିବାଟା। ଆଜ୍ଞା ଏଇଟା ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଝିଅ ଏଇଠି ବସିବ, ତା ଘରେ ବସିବ। ଭାରତୀଙ୍କ ଅଭିଯୋଗ ଅନୁଯାୟୀ ଲକ୍ଷ୍ମଣପଲ୍ଲୀ ଗ୍ରାମର ନାରାୟଣ ସାହୁଙ୍କ ପୁଅ କରମଚାନ୍ଦ ସାହୁଙ୍କ ସହ ଦୀର୍ଘ 13 ବର୍ଷ ହେଲା ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା କରମଚାନ୍ଦ। ଆଉ ସବୁ ସରିଗଲା ପରେ ଭାରତୀଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି କରମଚାନ୍ଦ କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏବେ ତାଙ୍କ ଘର ଗେଟ୍ରେ ତାଲା ଝୁଲୁଥିବା ବେଳେ ବାହାରେ ଧାରଣାରେ ବସିଛନ୍ତି ଭାରତୀ। ମନ୍ଦିରରେ ବିବାହ କରିବା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି 2 ଥର ଗର୍ଭ ନଷ୍ଟ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭାରତୀ। ଆଉ ସ୍ତ୍ରୀର ମାନ୍ୟତା ପାଇଁ ନବବଧୂ ବେଶରେ କରମଚାନ୍ଦର ତାଲା ପଡ଼ିଥିବା ଘରର ଗେଟ୍ ସାମ୍ନାରେ ଧାରଣାରେ ବସିଛନ୍ତି ଭାରତୀ। ଖବର ପାଇ ପୋଲସରା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଭାରତୀଙ୍କ ସହ ଆଲୋଚନା କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଲସରାରୁ ମନୋଜ ଘଡ଼େଇଙ୍କ ରିପୋର୍ଟ, ସକାଳ ନ୍ୟୁଜ୍।